ଜୟ ଜଗନ୍ନାଥ। ମୁଁ ଅଞ୍ଜନ ଦାସ। ଚାଲନ୍ତୁ ଆଜି କିଭଳି ଏବିସି ଆଇଡି ଆପଣ କ୍ରିଏଟ୍ କରିପାରିବେ ମାତ୍ର 5 ମିନିଟ୍ ମଧ୍ୟରେ ମୁଁ ଆପଣଙ୍କୁ ବତେଇବି। ଭିଡ଼ିଓଟିକୁ ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍, ଆମ ଚ୍ୟାନେଲ ରିଧି ଇଣ୍ଟରନେଟ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ ଗୋଟେ କରନ୍ତୁ ଏବଂ ଭିଡ଼ିଓଟିକୁ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଚାଲନ୍ତୁ ଭିଡ଼ିଓକୁ ଆଗକୁ ବଢ଼େଇବା। 5 ମିନିଟ୍ ମଧ୍ୟରେ ଆପଣ କେମିତି ଏବିସି ଆଇଡି କରିପାରିବେ ଆପଣ ପିଲାମାନେ ଷ୍ଟୁଡେଣ୍ଟ, କିଛି ବ୍ୟସ୍ତ ହବାର ନାହିଁ, ମୁଁ ଆପଣଙ୍କୁ ଶିଖେଇବି। ଚାଲନ୍ତୁ ଭିଡ଼ିଓଟିକୁ ଆଗକୁ ଏବେ ଚାଲନ୍ତୁ କ୍ରୋମ୍ ବ୍ରାଉଜରକୁ ଯିବା। କ୍ରୋମ୍ ବ୍ରାଉଜରରେ ଯାଇ abc.gov.in ଲେଖିକି ସର୍ଚ୍ଚ କରିବା। abc.gov.in ଲେଖିଲା ମାତ୍ରେ ଆପଣଙ୍କ ଆଗରେ ଯେଉଁ ୱେବସାଇଟ୍ଟି ଖୋଲିବ ଏହା ଏବିସି ଆଇଡି କିମ୍ବା ଆପାର ଆଇଡି କରିବାର ଏଇଟା ଗଭର୍ଣ୍ଣମେଣ୍ଟର ଅଫିସିଆଲ ୱେବସାଇଟ୍। ଏଠି ଦେଖିବେ କର୍ଣ୍ଣରରେ ଲଗ୍ଇନ୍ ଏବଂ ରେଜିଷ୍ଟର ଅପସନ୍ ଆସୁଛି, ସେଇଥିରେ କ୍ଲିକ୍ କରିବେ। ସେଥିରେ କ୍ଲିକ୍ କଲା ପରେ ଷ୍ଟୁଡେଣ୍ଟ ଅପସନ୍ ଆସୁଛି, ଷ୍ଟୁଡେଣ୍ଟ ଉପରେ କ୍ଲିକ୍ କରିବେ। ଷ୍ଟୁଡେଣ୍ଟ ଉପରେ କ୍ଲିକ୍ କଲା ପରେ ଦେଖନ୍ତୁ ତଳକୁ ଯିବେ, ଏଠି ଦେଖିବେ ସାଇନ୍ ଅପ୍ ଅପସନ୍ ଅଛି। ଏଇ ସାଇନ୍ ଅପ୍ ଅପସନ୍ ଉପରେ କ୍ଲିକ୍ କରିବେ। ଯେଉଁମାନଙ୍କର ନୂଆ ହେବ ତେଣୁ ସେମାନେ ଏଠି ସାଇନ୍ ଅପ୍ ଅପସନ୍ ଉପରେ କ୍ଲିକ୍ କରିବେ। ସାଇନ୍ ଅପ୍ ଅପସନ୍ ଉପରେ କ୍ଲିକ୍ କଲା ପରେ ଏଠି ମୋବାଇଲ୍ ନମ୍ବରଟି ଦେବେ। ମୋବାଇଲ୍ ନମ୍ବର ଦେଲା ପରେ ଆପଣ ଜେନେରେଟ୍ ଓଟିପି ଉପରେ କ୍ଲିକ୍ କରିବେ। ଜେନେରେଟ୍ ଓଟିପି ଉପରେ କ୍ଲିକ୍ କଲା ପରେ ଆପଣଙ୍କ ପାଖକୁ ଗୋଟେ ଓଟିପି ଯିବ। ଓଟିପିଟି ଆସିଲା ପରେ ଆପଣ ଆଇଡେଣ୍ଟି ଟାଇପ୍ରେ ଆପଣ ଆଧାର କାର୍ଡ଼ ଚାହିଁଲେ ଦେଇପାରିବେ, ନଚେତ୍ ଆପଣ ପାନ୍ କାର୍ଡ଼ ମଧ୍ୟ ଚାହିଁଲେ ଦେଇପାରିବେ। ମୁଁ ଆପଣଙ୍କୁ ରେକମେଣ୍ଡ କରିବି ଆପଣ ଆଧାର କାର୍ଡ଼ରେ ଦେଇକି ହିଁ କରନ୍ତୁ। ତାପରେ ଆପଣ ଆଧାର ନମ୍ବରଟି ଟାଇପ୍ କରନ୍ତୁ। ଆଧାର କାର୍ଡ଼ 16 ଡିଜିଟ୍ର ନମ୍ବର ଟାଇପ୍ କଲା ପରେ ଆପଣଙ୍କୁ ଆପଣଙ୍କର ଆଧାର କାର୍ଡ଼ରେ ଯେଭଳି ଆପଣଙ୍କ ସ୍ପେଲିଂରେ ନାମଟା ଯେଉଁ ସ୍ପେଲିଂରେ ଅଛି ଆପଣ ଡିଟୋ ସେମିତି ସ୍ପେଲିଂରେ ଏଠି ଫିଲ୍ଅପ୍ କରିବେ। ଆପଣଙ୍କ ଆଧାର କାର୍ଡ଼ରେ ଯେଭଳିଆ ସ୍ପେଲିଂ ଅଛି ଆପଣ ଆପାର ଆଇଡି ଯେଉଁ କରୁଛନ୍ତି ଏଠି ସେମ୍ ନାମଟି ଏଠି ଦେବେ। ଯେଉଁଟା ମେଟ୍ରିକ୍ ସାର୍ଟିଫିକେଟ୍ର ଭୁଲ ଥିଲେ ବି ଆପାର ଆଇଡ଼ିରେ ଆଧାର ହିସାବରେ ଦେବେ। ତାପରେ ଡେଟ୍ ଅଫ୍ ବାର୍ଥଟି ଦେବେ। ଡେଟ୍ ଅଫ୍ ବାର୍ଥଟି ଦେଲା ପରେ ଆପଣଙ୍କ ଜେଣ୍ଡର ଦେବେ। ୟୁଜର ନେମ୍ ଜାଗାର କନଫ୍ୟୁଜ୍ ହୁଅନ୍ତି ବହୁତ ପିଲାମାନେ। ୟୁଜର ନେମ୍ ଜାଗାରେ ଆପଣମାନେ କ'ଣ କରିବେ, ଗୋଟେ ୟୁନିକ୍ ନାମ ଦେବେ। ୟୁନିକ୍ ଯେଉଁଟାକି ସ୍ମଲ୍ ଲେଟରରେ ସବୁ ହେବ, କ୍ୟାପିଟାଲ ଲେଟର କିଛି ଆବଶ୍ୟକ ନାହିଁ, ସ୍ମଲ୍ ଲେଟରରେ ହେବ। ଏକ୍ଜାମ୍ପଲ୍ ମୁଁ ସ୍କ୍ରିନ୍ରେ ଲେଖିଦେଉଛି, ଏଇଭଳିଆ ଆପଣଙ୍କର ହେବା ଦରକାର। ଯଦି ଆପଣଙ୍କ ନାଁ ଏଇଭଳିଆ ଥାଏ ଆପଣ ଏଇଭଳିଆ କିଛି ଦେଇପାରିବେ। ତାପରେ ଆପଣ ପାସୱାର୍ଡ଼ ଦେବେ। ପାସୱାର୍ଡ଼ ଦେଲା ପରେ ଆପଣ ଯେକୌଣସି ବି ପାସୱାର୍ଡ଼ ଦେଇପାରିବେ। ପାସୱାର୍ଡ଼ ଦେଇକି ଆପଣ ଭେରିଫାଏ ଉପରେ କ୍ଲିକ୍ କରିବେ। ଠିକ୍ ଅଛି। ଯଦି ଆପଣଙ୍କ ୟୁଜର ନାମରେ ଅଲରେଡ଼ି ଏକ୍ଜିଷ୍ଟ ଅଛି ଦେଖାଉଛି, ଆପଣ ଅଲଗା ୟୁଜର ନାମ ଦେଇକି ବି ଆପଣ ଚେକ୍ କରିପାରିବେ। ତାପରେ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବେ। କଣ୍ଟିନ୍ୟୁ ଉପରେ କ୍ଲିକ୍ କଲା ପରେ କିଛି ଟାଇମ୍ ଏଇଭଳିଆ ଡିଜିଲକର ସହିତ ଲିଙ୍କ କରିବ। ତାପରେ ଆପଣଙ୍କର KYC ଭେରିଫିକେସନ୍ ପେଣ୍ଡିଂରେ ଆସିବ। ସେଠି ଆପଣ ଆଧାର ଅପସନ୍ ଦେବେ। ପ୍ରୋସିଡ୍ ୱିଥ୍ KYC ଉପରେ କ୍ଲିକ୍ କରିବେ। ଦେଖିବେ ଏଠି ଆପଣଙ୍କ ନାଁ ଆସୁଛି ନା ଆଉ କାହା ନାଁ ଆସୁଛି। ଯଦି ଅଲଗା କାହା ନାଁ ଆସୁଛି ପୁଣି ଥରେ ପ୍ରଥମରୁ କରିବେ, ଅଲଗା ମୋବାଇଲ୍ ନମ୍ବର ଦେଇ କରିବେ। ଠିକ୍ ଅଛି। ଯଦି ଆପଣଙ୍କ ନାମ ଆସୁଛି ଠିକ୍ ଅଛି, ଆପଣ ଆଧାର ନମ୍ବର ଦିଅନ୍ତୁ, ଭେରିଫାଇ ଉପରେ କ୍ଲିକ୍ କରନ୍ତୁ। ପୁଣି ଆପଣଙ୍କର ଆଧାର କାର୍ଡ଼ରେ ଯେଉଁ ମୋବାଇଲ୍ ନମ୍ବରଟି ଲିଙ୍କ ଥିବ ସେଥିକି ଗୋଟେ OTP ଯିବ। ସେଇ OTP ଏଥିରେ ଆଣିକି ଦିଅନ୍ତୁ। ମନେ ରଖିବେ, ଯଦି ଆଉ କାହା ନାଁ ଶୋ କରୁଛି ତାହେଲେ ଆପଣ ଆଉ ଗୋଟେ ମୋବାଇଲ୍ ନମ୍ବର ଦେଇକି ପୁଣି ଥରେ ରେଜିଷ୍ଟ୍ରେସନ୍ କରନ୍ତୁ। କାରଣ ଆପଣଙ୍କ ଭାଇ କିମ୍ବା ବଡ଼ ଭଉଣୀ କିମ୍ବା ସାନ ଭଉଣୀ କାହାର ବି ଆପାର ଆଇଡି ଏଇ ନମ୍ବରରେ ରେଜିଷ୍ଟ୍ରେସନ୍ ହେଇଯାଇଥିବ, ସେଥିପାଇଁ ଆପଣଙ୍କ ନାଁଟି ଶୋ କରୁଛି। ତ ଆପଣ ଅଲଗା ମୋବାଇଲ୍ ନମ୍ବର ଦେଇ କଲେ ଆପଣଙ୍କର ହିଁ ଶୋ କରିବ। ଠିକ୍ ଅଛି। ତାପରେ ଚାଲନ୍ତୁ OTP ଦେଲା ପରେ ଆପଣ ଭେରିଫାଏ ଉପରେ କ୍ଲିକ୍ କରନ୍ତୁ। ଭେରିଫାଏ ଉପରେ କ୍ଲିକ୍ କଲା ପରେ ଟିକେ ସମୟ ଲାଗିବ, ଆପଣଙ୍କୁ ଆଉ ଗୋଟେ ଇଣ୍ଟରଫେସ୍ ଶୋ କରିବ, ଯେଉଁଥିରେ କି ଆପଣଙ୍କ ଆଇଡେଣ୍ଟି ଟାଇପ୍ରେ ଆପଣ ଆଇଡେଣ୍ଟି ଟାଇପ୍ ନ୍ୟୁ ଏଡମିସନ୍ ଦେବେ। ଯଦି ଆପଣ କୌଣସି କ୍ଲାସ୍ କରୁଛନ୍ତି ତାହେଲେ ଆପଣ କ୍ଲାସ୍ର ଡିଟେଲ୍ସ ଦେବେ। ଆଇଡେଣ୍ଟି ଭ୍ୟାଲ୍ୟୁରେ ଆପଣ ଆଧାର ନମ୍ବର ଦେବେ। ଆଇ ଏମ୍ ଷ୍ଟୁଡେଣ୍ଟ ଏଟ୍ ସେ ଲେଖୁଛି, ଆପଣ କେଉଁଠି ଷ୍ଟୁଡେଣ୍ଟ ଅଛନ୍ତି ଆପଣ ସେଇ ହିସାବରେ ଆପଣ ଦେବେ। ଯେହେତୁ ଆମର ପିଲା ଯେଉଁ ପିଲାମାନେ ପଢ଼ୁନାହାନ୍ତି ସେମାନେ ବି ଚାହିଁଲେ ଫକୀରମୋହନ ୟୁନିଭର୍ସିଟି ମଧ୍ୟ ଦେଇପାରିବେ, ଯେଉଁମାନେ ବାଲେଶ୍ୱରରେ ବିଲଙ୍ଗସ୍ କରୁଛନ୍ତି। ଆଉ ଯେଉଁମାନେ ପଢ଼ୁଛନ୍ତି ସେମାନେ ତାଙ୍କ ୟୁନିଭର୍ସିଟି ହିସାବରେ ସେମାନେ ଦେବେ। ଠିକ୍ ଅଛି। ଏଇଟା ପିଲାଙ୍କ ନିଜ ନିଜ ଉପରେ ଡିପେଣ୍ଡ କରେ। ସେମାନେ ଚାହିଁଲେ ଯେକୌଣସି ଦେଇକି ତାଙ୍କର ଏବିସି ଆଇଡିଟି କ୍ରିଏଟ୍ କରିପାରିବେ, ଭୁଲ ହେଲେ ବି କିଛି ଅସୁବିଧା ନାହିଁ। ଠିକ୍ ଅଛି। ତାପରେ ଏଡମିସନ୍ ଇୟର୍, ଆପଣ ଯଦି ନୂଆ ଏଡମିସନ୍ କରିବାକୁ ଚାହୁଁଛନ୍ତି କିମ୍ବା ଏବିସି ଆଇଡି ନୂଆ କରୁଛନ୍ତି ତାହେଲେ ଏଡମିସନ୍ ଇୟର୍ ଆପଣ ରିସେଣ୍ଟ ଇୟର୍ ଦିଅନ୍ତୁ। ନଚେତ୍ ଆପଣ ଯଦି କୌଣସି କ୍ଲାସ୍ କରୁଛନ୍ତି ତାହେଲେ ଯେଉଁ ଇୟର୍ରେ ଏଡମିସନ୍ ହେଇଥିଲେ ସେଇ ଇୟର୍ଟି ଦିଅନ୍ତୁ। ତାପରେ ସବମିଟ୍ ଉପରେ କ୍ଲିକ୍ କରନ୍ତୁ। ସବମିଟ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ଏମିତି ଆପଣଙ୍କର ଆପାର ଆଇଡି କ୍ରିଏଟ୍ ହେଇଗଲା, ସକ୍ସେସ୍ ମେସେଜ୍ ଆସିବ। ଆପଣଙ୍କର ଆପାର ଆଇଡି ନମ୍ବରଟି ଏଠି ଶୋ କରୁଥିବ।
ତା ତଳେ ଗो ଟୁ ଡ୍ୟାସବୋର୍ଡ ଅପସନ୍ ଅଛି। ଗो ଟୁ ଡ୍ୟାସବୋର୍ଡ ଉପରେ କ୍ଲିକ୍ କରନ୍ତୁ। ଗो ଟୁ ଡ୍ୟାସବୋର୍ଡ ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ଆଉ ଗୋଟେ ଇଣ୍ଟରଫେସ୍ ଶୋ କରିବ ଯୋଉଥିରେ କି ଆପଣଙ୍କର ଫଟୋ ୱିଥ୍ ଆପଣଙ୍କର ଡେଟ୍ ଅଫ୍ ବାର୍ଥ ଡିଟେଲ୍ସ ମୋବାଇଲ ନମ୍ବର ସବୁ ଶୋ କରିବ ଏଇଭଳି। ପୁଣି ଦେଖନ୍ତୁ ଆପଣ ଏଠି ଡାଉନଲୋଡ୍ ଆପାର କାର୍ଡ ଲେଖାଯାଇଛି କର୍ଣ୍ଣରରେ। ଆପଣ ସେଠି ଯାଇକି ଡାଉନଲୋଡ୍ କରିକି ଆପଣଙ୍କର ଆପାର ଆଇଡିଟି ଡାଉନଲୋଡ୍ କରି ରଖିପାରିବେ। ଅତି ସରଳ ଭିଡ଼ିଓ ଥିଲା। ଆପଣ ମାତ୍ର 5 ମିନିଟ୍ ଦେଲେ ଆପଣ ଆପାର ଆଇଡି ନିଜେ ମୋବାଇଲରେ ଷ୍ଟୁଡେଣ୍ଟ ଯଦି ହେଇଥିବେ ନିଜେ ମୋବାଇଲରେ କ୍ରିଏଟ୍ କରିପାରିବେ। କୌଣସି ଜନସେବା କେନ୍ଦ୍ର ଯିବାକୁ ଆବଶ୍ୟକ ହେବ ନାହିଁ। ଯଦି ଭିଡ଼ିଓଟି ଆପଣଙ୍କୁ ଟିକେ ବି ଭଲ ଲାଗିଥାଏ, ଆପଣଙ୍କର ଟିକେ ବି ହେଲ୍ପ ହେଇଥାଏ, ତାହେଲେ ଭିଡ଼ିଓକୁ ଲାଇକ୍ କରନ୍ତୁ ଆଉ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ରହୁଛି, ଧନ୍ୟବାଦ।